ଦୁଇ ଦିନ ପରେ କର୍ମଚାରୀଙ୍କୁ ବଡ଼ ଉପହାର, ଲାଗିଲା ଲଟେରୀ। ଏନେଇ ଚାଲନ୍ତୁ ଦେଖିବା ସମ୍ପୂର୍ଣ୍ଣ ଅପଡେଟ୍। 50% ବଢ଼ିବ କର୍ମଚାରୀଙ୍କ ଦରମା। ନିକଟରେ କେନ୍ଦ୍ରରେ ମୋଦି ସରକାର କେନ୍ଦ୍ରୀୟ କର୍ମଚାରୀଙ୍କର ପେନସନଭୋଗୀ ଡିଏ ବୃଦ୍ଧି କରିଥିଲେ, ଯେଉଁଥିପାଇଁ କି ସମସ୍ତଙ୍କ ମୁହଁରେ ବହୁତ ଖୁସି ଚମକି ଆସିଥିଲା। ଯଦି ଆପଣଙ୍କ ଘରେ କେହି ଜଣେ କେନ୍ଦ୍ରୀୟ କର୍ମଚାରୀ, ତେବେ ଏହି ଖବର ବହୁତ ଉପଯୋଗୀ ହେବାକୁ ଯାଉଛି। କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବର୍ତ୍ତମାନ 50% ବୃଦ୍ଧି ପାଇବାକୁ ଯାଉଛି। ଜାନୁଆରୀ 1, 2024ରୁ ଏହାର ହାର ମଧ୍ୟ ପ୍ରଯୁଜ୍ୟ ବୋଲି ବିବେଚନା କରାଯିବ। ବର୍ତ୍ତମାନ ମାର୍ଚ୍ଚ ଶେଷ ସୁଦ୍ଧା ବକେୟା ଅର୍ଥ ପ୍ରଦାନ କରାଯିବ, ଯାହା କର୍ମଚାରୀଙ୍କ ଖୁସି ଆଣିଦେବ। ଏଥର ଆକାଉଣ୍ଟରେ ଦରମା ବୃଦ୍ଧି ପାଇବ, ଯାହାକୁ ସମସ୍ତଙ୍କ ହୃଦୟ ଜିତିବା ପାଇଁ ଯଥେଷ୍ଟ। ବହୁ ସଂଖ୍ୟକ କର୍ମଚାରୀ ଏଥିରୁ ଉପକୃତ ହେବେ, ଯାହା ମୁଦ୍ରାସ୍ଫୀତିର ଏକ ବୁଷ୍ଟର ଡୋଜ୍ ପରି ପ୍ରମାଣିତ ହେବ। ମହଙ୍ଗା ଭତ୍ତା ହାର ଲାଗୁ ହେବା ପରେ ଏହାର ହିସାବ ବର୍ତ୍ତମାନ ଆରମ୍ଭ ହୋଇଛି। କେବଳ ଏତିକି ନୁହେଁ, ଏକ ସଂଖ୍ୟା ମଧ୍ୟ ଆସିଛି। ଏହାର ଦ୍ୱିତୀୟ ସଂଖ୍ୟା ଶୀଘ୍ର ଆସୁଛି। ମାର୍ଚ୍ଚ 28 ସନ୍ଧ୍ୟାରେ ଏଆଇସିପିଆଇ ସୂଚକଙ୍କର ନୂତନ ସଂଖ୍ୟା ମଧ୍ୟ ପ୍ରକାଶ ପାଇପାରିବ। ଏହାର କାରଣ ହେଉଛି ମାର୍ଚ୍ଚ 29 ଗୁଡ୍ ଫ୍ରାଇଡେ ଓ ତାପରେ ଶନିବାର ରବିବାର। ଏହା ପୂର୍ବରୁ ଶ୍ରମ ବ୍ୟୁରୋ ଏହାକୁ କେବଳ 28ରେ ପ୍ରକାଶ କରିବ। ବଢ଼ିଲା ଦରମା, ହସିଲେ ପରିବାର। ଏଥିରେ କର୍ମଚାରୀମାନେ ଆଉ ଏକ ନୂଆ ଖୁସି ଖବର ଦେଖିବାକୁ ପାଇବେ। ଡିଏ ସ୍କୋର 50%ରୁ ଅଧିକ ବୃଦ୍ଧି ପାଇବ। ଯେତେବେଳେ ଡିଏ 50% ଥିଲା, ଏହାକୁ ଶୂନକୁ ହ୍ରାସ କରିବାକୁ ଏକ ନିୟମ କରାଯାଇଥିଲା, ଯାହା ପ୍ରତ୍ୟେକ ଥର କାର୍ଯ୍ୟକାରୀ କରାଯାଉଥିଲା। ଡିଏ ବୃଦ୍ଧିକୁ ନେଇ ଆସିଲା ସମ୍ପୂର୍ଣ୍ଣ ଅପଡେଟ୍। କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ନିୟମକୁ କେନ୍ଦ୍ର ସରକାର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଡିଏର ଛବିରୁ ଏହା ସଫା ହୋଇଯାଇଛି, ଯାହା ଜାନୁଆରୀ 2 ତାରିଖରୁ କାର୍ଯ୍ୟକାରୀ ହେବ। କର୍ମଚାରୀମାନେ 50% ଡିଏ ପାଇବାକୁ ଯାଉଛନ୍ତି। ଜାନୁଆରୀ 2024ରୁ କେନ୍ଦ୍ରୀୟ କର୍ମଚାରୀମାନେ 50% ଡିଏ ପାଇବେ। ଏହା ସହିତ ନିୟମ କହୁଛି ଯେ 50% ଡିଏ ପରେ ବେସିକ୍ ବେତନ ସହିତ ମିଶ୍ରିତ ହେବ ଏବଂ ଏହା ଶୂନ୍ୟରୁ ଗଣନା କରାଯିବ। 2016 ମସିହା ପୂର୍ବରୁ ନୂତନ ବେତନ ଲାଗୁ ହେତୁ ମହଙ୍ଗା ଭତ୍ତା ଶୂନ୍ୟରୁ କମାଇଥିଲେ। ପୂର୍ବ ନିୟମ ଅନୁଯାୟୀ ଡିଏ 50%ରୁ ପହଞ୍ଚିବା ପରେ ଏହାକୁ ଶୂନ୍ୟ ଘୋଷଣା କରାଯିବ। କର୍ମଚାରୀଙ୍କୁ ଏକାସହ ଦୁଇଟି ଖବର। ଧରାଯାଉ ଜଣେ କର୍ମଚାରୀଙ୍କ ମୌଳିକ ଦରମା 18,000 ଟଙ୍କା, ତାହେଲେ ସେ 9,000 ଟଙ୍କାର 50% ଡିଏ ଲାଭ ପାଇବେ। ଆଉ ଡିଏ 50% ହୋଇଗଲା। ଡିଏ ଏହାକୁ ମୌଳିକ ବେତନରେ ଯୋଡ଼ି ପୁନର୍ବାର ଶୂନ୍ୟ ହୋଇଯିବ। ମୌଳିକ ଦରମା 27,000 ଟଙ୍କାକୁ ସଂଶୋଧିତ ହେବ।